ଗତକାଲି 16 ଜାନୁଆରୀ 2026ରେ କଳାହାଣ୍ଡି ଉତ୍ସବ ତୃତୀୟ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅନିଶ ପ୍ରଧାନ ଆଇଏଏସ୍, ଶ୍ରୀଯୁକ୍ତ ମଧୁସୂଦନ ଦାସ ଆଇଏଏସ୍ କଲେକ୍ଟର ନୂଆପଡ଼ା, ଆଇପିଏସ୍ ଏସପି କଳାହାଣ୍ଡି, ଶ୍ରୀଯୁକ୍ତ ଦେବରାଜ ନାଗରାକୋଣ୍ଡା, ଡକ୍ଟର ରୂପରାଜ ସାହୁ, ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ବେଦାନ୍ତ ସିଇଓ ଯୋଗଦାନ କରିଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସିବିଏସ୍ଇ ଡିଷ୍ଟ୍ରିକ୍ଟ ଟପର, ଏସ୍ଏସ୍ଟି ସ୍କୁଲ ଟପର, ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ସିବିଏସ୍ଇ ଟପର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦୃଷ୍ଟିବାଦୀ ଭିନ୍ନକ୍ଷମ ଛାତ୍ରମାନଙ୍କୁ ଜିଲ୍ଲା ସାମ୍ବାଦିକ କାର୍ଯ୍ୟାଳୟ ତରଫରୁ 9ଟି ଲ୍ୟାପଟପ୍ ବଣ୍ଟନ କରାଗଲା। କଳାହାଣ୍ଡିରୁ କ୍ୟାମେରା ପର୍ସନ ପ୍ରସନ୍ନ ପଣ୍ଡାଙ୍କ ସହ ମୁଜଫର ଅଲିଙ୍କ ରିପୋର୍ଟ।